রাজা সিংহাসনটা দেখବାକୁ না ବହୁତ ସୁନ୍ଦର ଭାରି ସୁନ୍ଦର ଦେଖାଯାଉଛି। କିନ୍ତୁ ରନ୍ଧା ଯାଇଥିବା ଖାଦ୍ୟଟାକୁ ଖାଲି ଆଖିରେ ଦେଖିଦେଲେ ତାର ସ୍ୱାଦଟାକୁ କେବେ ତ ଚାଖି ହୁଏନି ନା। ରନ୍ଧା ଯାଇଥିବା ଖାଦ୍ୟଟାକୁ ଯଦି ଚାଖି ହୁଏ ତାହେଲେ ପ୍ରଥମେ ରନ୍ଧା ଯାଇଥିବା ଖାଦ୍ୟଟାକୁ ଅକ୍ସର ଖାଇବା ଆବଶ୍ୟକ। ତାପରେ ଯାଇ ଜାଣିବ ରନ୍ଧା ଯାଇଥିବା ଖାଦ୍ୟଟା କେତେ ସ୍ୱାଦିଷ୍ଟ। ମୁଁ ଧୀରେ ଧୀରେ ବସିବି ଯାଇ ସେଇ ରାଜ ସିଂହାସନ। ମୁଁ ହେବି ରାଜା, ମହାରାଜା ହିସାମ ମାନସିଂ। ମୁଁ ତ ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ଖାଲି ଭାବି ଚାଲିଛି। ମୁଁ ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ସେଇ ଗୋଟିଏ କଥା ଭାବୁଛି ଲୋପା। ମୁଁ ଭାବୁଛି ଆଉ କେତେ ଦିନ ଗଲା ପରେ ଏ ରାଜ ସିଂହାସନଟା ଆମ ହାତ ମୁଠାକୁ ଆସିବ। ମାନେ ତୋରି ହାତ ମୁଠାକୁ। ଆମ ହାତ ମୁଠାକୁ ମାନେ? ହଁ, ସେ ରାଜପୁତ୍ର ମରିସାରିବା ପରଠାରୁ ଏଇ ରାଜ ସିଂହାସନ ତ ଆମ ହାତ ମୁଠାରେ ଅଛି। ଆମର ବୋଲି କେବେ କହୁନା ଲୋପା, ଆମର ବୋଲି ଆଦୌ କହୁନା। ଯଦି କହିବାର ଇଚ୍ଛା ଅଛି ତାହେଲେ କହ ହେ ରାଜ ସିଂହାସନଟା କେବଳ ସେଇ ମନୋଜ ମାନସିଂ। କଣ ହେଇଛି ତୁ ଆଜି ଏମିତି କଣ କଥାବାର୍ତ୍ତା କରୁଛୁ? ଆରେ ମନୋଜ ମାନସିଂ ତୋର କଣ କେହି ନୁହଁ? ଥିଲେ ଲୋପା, ମନୋଜ ମାନସିଂ ମାନେ ତୋ ସ୍ୱାମୀ ବା ମୋ ଭିଣେଇ ମନୋଜ ମାନସିଂଟା ମୋର ଅତି ନିଜର ଥିଲେ। କିନ୍ତୁ ସେଇଟା କିନ୍ତୁ ହେଲା ମନୋଜ ମାନସିଂଟା ମୋର ଅତି ଶତ୍ରୁ ପାଲଟି ଯାଇଛି। ମୋ ଭିଣେଇଟା ମୋ ପାଇଁ ଗୋଟେ ଶତ୍ରୁ ପାଲଟି ଯାଇছিল। ଶତ୍ରୁ ପାଲଟି କଣ ତୁ କଥାବାର୍ତ୍ତା କରୁଛୁ? ଆରେ କଣ ହେଇଛି ଶୁଣିବାକୁ ଚାହୁଁଛୁ? ଶୁଣିବାକୁ ଚାହୁଁଛୁ କଥାଟା? କଣ ହେଇଛି କଥାଟା? ଚକ୍ରାନ୍ତ ଲୋପା, ଖାଲି ଚକ୍ରାନ୍ତ ଉପରେ ଚକ୍ରାନ୍ତ। ଓ ସ୍ୱାମୀ ମୋ ଭିଣେଇ ମନୋଜ ମାନସିଂଟା ବର୍ତ୍ତମାନ ଖାଲି ଚକ୍ରାନ୍ତ ସୃଷ୍ଟି କରିବା ଆରମ୍ଭ କରିଛି। ସେ କ'ଣ ଚକ୍ରାନ୍ତ କରିଛି ଜାଣିଛୁ? ସିଏ ଚକ୍ରାନ୍ତ ସୃଷ୍ଟି କରିଛି ସବୁଦିନ ପାଇଁ ତତେ ମାରିଦବ। ଆରେ ଏ କଥା କଣ ସତ? ହଁ ସତ, এই কথাটা সম্পূর্ণ সত্য। হে অপায় শুণ, ଯେଉଁ ଦିନ ଠାରୁ ଆମ ରାଜା ରାଣୀ ରାଜ ଛାଡ଼ି ଚାଲିଗଲେ সেই ଦିନ ଠାରୁ ମୋ ଭିଣେଇଟା ଭାବିଛୁ ଗୋଟେ ଦ୍ୱିତୀୟ ବିବାହ କରି। ମୋ ଭିଣେଇ ଦ୍ୱିତୀୟ ବିବାହ କରି ତାକୁ ନେଇ ବସିବ ସେଇ ରାଜ ସିଂହାସନ। ଆଉ ତତେ ସବୁଦିନ ପାଇଁ ମାରିଦବ। ମତେ କଣ କରିବାକୁ ପଡିବ? ଆରେ ମତେ କିଛି ଉପାୟ ବତାଇଛୁ। ଆରେ ମୁଁ କଣ କରିବି? ଅଛି ନା ଉପାୟ ଅଛି? ଗୋଟିଏ ମାତ୍ର ଉପାୟ ଅଛି। କଣ ସେ ଉପାୟ? ହଁ, ତୁ କରିପାରିବୁ? ମୁଁ ଯାହା କହିବି ତୁ ସେୟା କରିପାରିବୁ ତ? କରିପାରିବି। ସତ କହୁଛୁ? ହଁ ମୁଁ ସତ କହୁଛି। ମୁଁ ଯାହା କହୁଛି ସେୟା କରିପାରିବୁ? ଆରେ କହୁନୁ କଣ କରିବାକୁ ପଡିବ? କାଇଁ ମୁଁ ବିଶ୍ୱାସ ହଉନି। ମୁଁ ଯାହା କହିବି ତୁ ସେୟା କରିବୁ। ମୁଁ ଯାହା କହିବି ତୁ ସେୟା କରିବୁ। କହିଲା ତୋ ଦେହ ଛୁଛି, ଯାହା କହିବୁ ତୋ କଥା ମାନିବି। କହିବି? ହଁ, ଗୋଟେ ଖାସି ବାସିଲା ନା ମୋ ମୁଣ୍ଡ ଖରାପ କରିବା କହୁଛି। ଗୋଟେ ଭଲ ଲାଗୁନି। କହିସାରିଲା ପରେ ଭଲ ଲାଗିବ। ଯାହାର ଗୋଟେ ଭଉଣୀଟା କେମିତି କହିବି? ବିଶୁ ଗୋଟେ ଭଲ ଲାଗୁନି। କହୁନୁ କାହିଁ କହିଲୁ? ଯାହାର ଗୋଟେ ଆମେ ଗୋଟେ ମା ଗୋଟେ ତୁ ଏତେ ଭଲ ଲାଗୁନି। କହିବି? ଖରା ହେବି? ସତ କହୁଛୁ? ସତ କହୁଛୁ। ଏ ଅପା, ତୁ ଯଦି ମୋ କଥା ମାନିବୁ ନା ରାଜ ସିଂହାସନରେ ଯାଇ ବସିବୁ। ରାଣୀ ହବୁ ରାଣୀ। ହଁ, ଏ ରାଜ ସମ୍ପତ୍ତି ସବୁ ତୋର ରହିଛି। କରିପାରିବୁ? ମୁଁ ଯାହା କହୁଛି ତୁ ସେୟା କରିବୁ ତ? ସତ କହୁଛୁ? ତୁ ବର୍ତ୍ତମାନ ଗୋଟେ କାମ କର। ବର୍ତ୍ତମାନ ତୁ 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 ରାଣ୍ଡ ହେଇଛି। ତୁ ଯୋଉଭଳି ମତେ ଡରେଇଲୁ ନା, ମତେ ଲାଗୁଛି ଆକାଶରେ ଛିଡି ପଡିବ। ଆଉ କଣ ମାନେ ଏଇଟା ଗୋଟେ କଥା? ଏଇନେ କାଢିବ। ବ୍ୟସ୍ତ ହନା। ରାଣ୍ଡ ହେବି ପଛେ କିନ୍ତୁ ମୋର ଭଲରେ ବଞ୍ଚିବା। ହେଇଗଲା ଆଉ କଣ? ମାନେ ତୋ କହିବା କଥା
ଶଳା ଘଇତା ମରୁ ପଛକେ ମୁଁ ରାଣୀ ହେବି ଏଇଆ ତ ଆଲୋ ଏଇଆ ତ ସବୁ କିଛି ସମସ୍ୟାର ସମାଧାନ ହେଇଗଲା ତୁ ଯେତେବେଳେ ବିଧବା ହେବା ପାଇଁ ରାଜି ହୋଇସାରିଲୁଣି ମୋ ଭିଣୀଟାକୁ ମାରିବା ପାଇଁ ମୋତେ ବେଶୀ ସମୟ ଲାଗିବ ସେଇଟାକୁ ମୁଁ ସବୁଦିନ ପାଇଁ ମାରିଦେବି ତୁ ବିଧବା ହବ ସିନା କିନ୍ତୁ ରାଜ ସିଂହାସନରେ ବସ ମୋ ଭିଣୀଟା ମଲା ପରେ ତୁ ବିଧବା ହୋଇସାରିଲା ପରେ ଏ ରାଜ ରାଜ ସମ୍ପତ୍ତି ରାଜ ସିଂହାସନ ସବୁ କିଛି ତୋର ଲୋକ ତୋର ସବୁ ଶୁଣିଦେଲି ମାନେ କାହାକୁ କହିବି ଏ ଭଡ଼ୁଆ ସବୁ ଶୁଣିଦେଲି କାହାକୁ କହିବି ଭଡ଼ୁଆ ଭଲ ଭାବରେ ଜାଣିଛୁ ମୁଁ କିଏ ସେ ଜାଣିଛ ମୁଁ ଏଇ ଶାନ୍ତ ମାନସି ହଁ ତ ଭାରି ଶାନ୍ତ ହଁ କିନ୍ତୁ ମୋ ଶାନ୍ତିକୁ ଯେ ଛଡ଼ାଇ ନେବା ପାଇଁ ଚେଷ୍ଟା ଆଜ୍ଞା ମୋ ତା ପାଇଁ ପାଲଟି ଛାଏ ଅଶାନ୍ତ ମୁଁ ତ ଜାଣିବ ଆମେ ଏଠାରେ 3 ଜଣ ଅଛୁ ହଁ এই কথাটা যদি চতুর্থ লোক কানକୁ খবরটা যায় ଆଜ୍ଞା তাহলে তোর অবস্থাটা কোন হবে তুই নিজে জানিস তো ମୋର ମରିବାଟା ସୁନିଶ୍ଚିତ ମୁଁ ଏଇଟା ଆଗରୁ ଜାଣି ନାଇଁ ଭଡୁଆ ନାଇଁ ମୁଁ ଭଲ ଭାବରେ ଜାଣିଛି ଭଡୁଆ ହଉଛି ଆମର ଅତି ବିଶ୍ୱସ୍ତ କୁମସ୍ତ କାହିଁକି ନା ଏକଥା ଭଡୁଆ କାହାକୁ ବି କହିବନି ନା କ'ଣ କହୁଛୁ ଭଡୁଆ କାହାକୁ କହିବିନି ନା କାହାକୁ କହିବିନି କିନ୍ତୁ ଭଡୁଆ ଏ ମା ତମେ ବିଧବା ହେଲା ପରେ ଆମ ମହାମନ୍ତ୍ରୀ ମରିବେ ମାନେ ମାନେ ଆପଣଙ୍କ ସ୍ୱାମୀ ଆପଣ ବିଧବା ହେଲା ପରେ ଆପଣ ସ୍ୱାମୀ ମରିବେ ସବୁବେଳେ ଓଲଟ ପାଲଟ କରି ଦଉଛୁ ଗୋଟେ ବୁଝୁନି ସବୁବେଳେ ଆଗ ସ୍ୱାମୀ ମଲେ ସ୍ତ୍ରୀ ରାଣ୍ଡ হবে କଥା ଜାଣିନ ଜାଣିଲେ ଆଉ ଆପଣଙ୍କ ସ୍ୱାମୀ ମଲା ପରେ ତାପରେ ଆପଣ ଯାଇକି ବିଧବା ହେବେ ଆଉ ମୁଁ ନୁହଁ ଏଇଟା ସବୁ ନାରୀମାନଙ୍କର ପରମ୍ପରା ଓଡ଼ିଆ ଘରର ପରମ୍ପରା ଏଇଟା ହଉଛି ଓଡ଼ିଆ ଘରର ପରମ୍ପରା ସ୍ୱାମୀ ମଲା ପରେ ସ୍ତ୍ରୀ ରାଣ୍ଡ ହବ ୟାକୁ କହନ୍ତି ପ୍ରତିବ୍ରତା ନାହିଁ ସଂସାର ଭିତରେ ମୋ ଅପା ହଉଛି 1 ନମ୍ବର ପ୍ରତିବ୍ରତା ଇଏ ମା ଗୋଟେ କଥା ବହୁତ ଦିନ ହେଲା ଭାବିଛି କହିପାରୁନି ଆଉ କହିବି ଖରାପ ଭାବିବନି ତ ମା ଆପଣଙ୍କ ସ୍ୱାମୀ ମଲା ପରେ ଆପଣଙ୍କ ସ୍ୱାମୀଙ୍କ ଜାଗାରେ ମୋତେ ଯଦି ଟିକେ ରଖିବ ଏ ଭଡ଼ୁଆ ଯାହା କହୁଛୁ ଭାବି ଯଦି କଥାବାର୍ତ୍ତା ନା ନହେଲେ କେତେବେଳେ ତଣ୍ଟିଟାକୁ ଚୁପି ଦେବି ପଡ଼ିଯିବି ମାରି ଦଉନାହାନ୍ତି ଏଇଠି ତ ମାରିଦେଲେ ମୁଁ ଏକାଥରେ ମରିଯାଆନ୍ତି ଆଉ ଏତେ କାହିଁ ଧରୁଛି କଣଟେ କହିଦେଲି ଯେ ଆପଣ କଥାଟାକୁ ଏକାଥରେ ପେଟ ଭିତରକୁ ନେଇ ଏତେ ଗୌରଚନ୍ଦ୍ରିକା ଦେଖିବା ଦରକାର ନାହିଁ ସିଧାସଳଖ କମ ମୁଁ କହିବା କଥା ଆଜ୍ଞା ମା ମୁଁ କହିବା କଥା ଆପଣଙ୍କ ସ୍ୱାମୀ ବର୍ତ୍ତମାନ ଏଇ ରାଜ୍ୟର ମହାମନ୍ତ୍ରୀ ହଁ ସେ ଆର ପାରିକି ଚାଲିଗଲେ ଅବଶ୍ୟ ମୋ ମନଟା ଟିକେ ଦୁଃଖ ଲାଗିବ ସେଥିପାଇଁ ଟିକେ ଚିନ୍ତା କରନ୍ତୁନି ଆଜ୍ଞା କିନ୍ତୁ ତାଙ୍କରି ପଦବୀରେ ମୋତେ ଯଦି ଟିକେ ସେଇ ପଦବୀଟା ଦେଇ ଅପାଲୋ ଏ ଅପା ଜାଣିପାରିଲୁ ତ ଭଡ଼ୁଆର ଇଚ୍ଛାକୁ ଜାଣିପାରିଲୁ ତ ମନ୍ତ୍ରୀ ହବ ଲୋ ଭଡ଼ୁଆ ମନ୍ତ୍ରୀ ହବୁ ତ ଆରେ ଏଇ ତ କଥା ତୁ ଆଜିଠାରୁ ମନ୍ତ୍ରୀ ହେଲୁ ବୋଲି ଜାଣେ କଥା ଆଉ ଆଜ୍ଞା ଏ ରାଜ୍ୟରୁ ମହାମନ୍ତ୍ରୀ ଜୀବନରୁ ମାରିଦେଲେ ମଧ୍ୟ ଏ ରାଜ୍ୟ ଆପଣ ପାଇବେନି ପାଇବେନି ଆପଣ କଣ ହେଇଛି ବିପଦ ମାନେ ମହାବିପଦ ଆରେ କୋଉଟା ବିପଦ ଆମ ରାଜରାଣୀ ପୁଣି ଆମ ରାଜ୍ୟକୁ ଫେରୁଛନ୍ତି ନା ପଡ଼ୋଶୀ ରାଜ୍ୟରୁ ଆମକୁ ଆକ୍ରମଣ କରିସାରିଲେଣି ସେ ରାଜା ରାଣୀ ନୁହନ୍ତି ଆଜ୍ଞା ତାଙ୍କରି ପୁଅ ତାଙ୍କରି ପୁତ୍ର ଧର୍ମଦତ୍ତ ଆମେ ମାରି ସାରିଛୁ ଯୋଉ ଧର୍ମଦତ୍ତକୁ ଆମେ ମାରି ଦେଇ ସେ ନଦୀ ପଠାରେ ଫୋପାଡ଼ି ଦେଇ ଆସିଥିଲୁ ସେ ବର୍ତ୍ତମାନ ପାଣି ପବନ ଖାଇ ବଞ୍ଚି ଯାଇଛି ଆଜ୍ଞା ମୁଁ ଆପଣଙ୍କୁ କେବେ ମିଛ କହିଛି ମୁଁ ନିଜ ଆଖିରେ ଦେଖିଛି ଆଜ୍ଞା କୋଉଠି ଦେଖିଛି ସେଇ ବ୍ରାହ୍ମଣ ଦିନ ଦାସ ତାରି ଘରେ ଖାଇବି ତା ଝିଅ ସାଥିରେ ଟେରେ ମରିବ ମରିବ ସେ ବ୍ରାହ୍ମଣ ଆଉ ମରିବ ଆମ ରାଜକୁମାର ଧର୍ମଦତ୍ତ ସିଏ ଯୋଉଠି ଲୁଚିଲେ ମଧ୍ୟ ତାକୁ ଖୋଜି ମାରିବା ଚାଲ ଫେରୁଆ ବର୍ତ୍ତମାନ ଯିବା ସେ ବ୍ରାହ୍ମଣ ଆରେ ଚାଲିବୁ ଆତଞ୍ଚିତ କର ତୁ ଯେମିତି ହେଲେ ମଧ୍ୟ ରାଜ ସିଂହାସନରେ ବସୁ ତୁ ରାଣୀ ହବୁ କିନ୍ତୁ ରାଣ୍ଡ ହବାଟା ସତ
ମୋ ସହିତ ବିଶ୍ୱାସଘାତ କରିଥିଲୁ ଏଇ ଦେଖ ମୁଁ ତୋଠୁ କେମିତି ପ୍ରତିଶୋଧ ନଉଛି ବର୍ତ୍ତମାନ ଦାଣ୍ଡର ଭିକାରୀ ହଉଛୁ